evening everyone. Today class going to discuss about political science for plus 2 second year arts student ମାନଙ୍କ ପାଇଁ ଆଜି ମୁଁ ନେଇ ଆସିଛି very most 11ଟା ସିଲେକ୍ଟିଭ ଲଙ୍ଗ କ୍ୱେଶ୍ଚିନ୍। ପିଲାମାନେ ଫାର୍ଷ୍ଟ ଲଙ୍ଗ କ୍ୱେଶ୍ଚିନ୍ ହେଉଛି ଭାରତରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବ୍ୟବସ୍ଥାପିକା କ୍ଷମତା ବର୍ଣ୍ଣନା କର। ନେକ୍ସଟ ହେଉଛି ଭାରତରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ପ୍ରଶାସନିକ ସମ୍ପର୍କ ବର୍ଣ୍ଣନା କର। ଭାରତରେ ଜାତି ଓ ରାଷ୍ଟ୍ର ଗଠନରେ ଆହ୍ୱାନ ଗୁଡ଼ିକ ବର୍ଣ୍ଣନା କର। ଆଞ୍ଚଳିକତାବାଦ କ'ଣ ଓ ଏହା ଜାତି ଗଠନ ପାଇଁ କିପରି ସହାୟକ ହୋଇପାରିବ ବର୍ଣ୍ଣନା କର। ନେକ୍ସଟ ହେଉଛି ଭାରତରେ ସାମ୍ପ୍ରଦାୟିକତା ବୃଦ୍ଧିର କାରଣମାନ ଆଲୋଚନା କର। ଆତଙ୍କବାଦର କାରଣ ଓ ପ୍ରକାରଭେଦ ଓ ନିରାକରଣ କେମିତି ହୋଇପାରିବ ପଦ୍ଧତିରେ ବର୍ଣ୍ଣନା କର। ନେକ୍ସଟ ହେଉଛି ଭାରତ ଓ ପାକିସ୍ତାନ ସମ୍ପର୍କ ଉପରେ ଏକ ନିବନ୍ଧ ଲେଖ। ଭାରତରେ ନାରୀ ସମସ୍ୟା ଓ ନାରୀ ଅଧିକାର ସୁରକ୍ଷା ଆନ୍ଦୋଳନ ମଧ୍ୟରେ ଏକ ନିବନ୍ଧ ଲେଖ। ନେକ୍ସଟ ମିଳିତ ଜାତିସଂଘ ନିରାପତ୍ତା ପରିଷଦର ଗଠନ ଓ କାର୍ଯ୍ୟାବଳୀର ବର୍ଣ୍ଣନା କର। ନେକ୍ସଟ ପରିବେଶ ଆନ୍ଦୋଳନର ଲକ୍ଷ୍ୟ ବିକାଶ ଯଥାର୍ଥତା ବିଶ୍ଳେଷଣ କର। ନେକ୍ସଟ ଲାଷ୍ଟ ଲଙ୍ଗ କ୍ୱେଶ୍ଚିନ୍ ପିଲାମାନେ ଗ୍ରାମ ପଞ୍ଚାୟତରେ ଗଠନ ଓ କାର୍ଯ୍ୟାବଳୀ ବିଷୟରେ ବର୍ଣ୍ଣନା କର। এই 11ଟି ଲଙ୍ଗ କ୍ୱେଶ୍ଚିନ୍ ମୋଷ୍ଟ ଇମ୍ପୋର୍ଟାଣ୍ଟ ନିଶ୍ଚିତ ପରୀକ୍ଷାରେ ଆସିବ। ତେଣୁ ମୁଁ ଆଶା କରୁଛି ଏ ଭିଡ଼ିଓ ସମସ୍ତଙ୍କ ପାଖରେ ସେୟାର କର, ସବସ୍କ୍ରାଇବ୍ କର, ଗୋଟେ ଲାଇକ୍ କର। ଆଉ ଅନେକ ଭିଡ଼ିଓ ଛାଡ଼ିବି ଆର୍ଟ୍ସ ପିଲାମାନଙ୍କ ପାଇଁ। ଏଜୁକେସନ୍ ଓଡ଼ିଆ ଇକୋନୋମିକ୍ସ ସେ ପର୍ଯ୍ୟନ୍ତ ଅପେକ୍ଷା କର ପିଲାମାନେ। ରହୁଛି ଜୟ ଶ୍ରୀରାମ।